ଆମର ଏଇ ବର୍ଷ କରଞ୍ଜିଆ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ମକା ମିଶନ ନୂଆକରି ଆରମ୍ଭ ହୋଇଛି। ଏଇ ମୁଖ୍ୟମନ୍ତ୍ରୀ ମକା ମିଶନ ଜରିଆରେ ଆମେ 220 ଏକର ମକା ଚାଷ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦେଉଛୁ ଏବଂ ତାର ଶୁଭାରମ୍ଭ ଯୋଉ ଟ୍ରେନିଂ ଟୁ ଦି ଟ୍ରେନର୍ସ ଅଗ୍ରଣୀ ଚାଷୀକୁ ବାଛିକି ଆମେ ଟ୍ରେନିଂ ଦେବା, ସେମାନେ ଯାଇକି ଗାଁରେ ଲୋକଙ୍କୁ ମକା କେମିତି ଭଲ ଚାଷ କରିବେ ସେ ବାବଦରେ ବୁଝେଇବେ। ସେଇ ଟ୍ରେନିଂ ଆଜି 2 ଦିନ ହେଲା ଚାଲିଛି, ଗତକାଲି ଆରମ୍ଭ ହୋଇଥିଲା ଏବଂ ଆଜି ତାର ଦ୍ୱିତୀୟ ଦିନ। ଆଜି ଆମେ ଦ୍ୱିତୀୟ ଦିନରେ ଆମର ସିସାର ପ୍ରୋଜେକ୍ଟ ସିନିୟର ସାଇଣ୍ଟିଷ୍ଟ ଅଛନ୍ତି ଡକ୍ଟର ବସିମ ମୁକ୍ତିକାର, ସେ ଆସିକି ମକା ସମ୍ବନ୍ଧରେ ଡିଟେଲ୍ସ ଚାଷୀମାନଙ୍କୁ ବୁଝାଉଛନ୍ତି। ତା ସହିତ କେଭିକେ ଯୋଶୀପୁର ମଧ୍ୟ ସିନିୟର ସାଇଣ୍ଟିଷ୍ଟ ଅଛନ୍ତି ଆଗ୍ରୋନମିଷ୍ଟର, ସେ ଆମର ଡକ୍ଟର ସୁବ୍ରଜ୍ୟୋତି ପ୍ରଧାନ, ସେ ମଧ୍ୟ ଆସିକି ମକା ଚାଷ ସମ୍ବନ୍ଧୀୟ ଡିଟେଲ୍ସ ବୁଝାଉଛନ୍ତି। ତା ସହିତ ଯେଉଁ ଆମର ଏକ୍ସେସ୍ ଯିଏ ଅଛି ଆମର ଯେଉଁ ସଂସ୍ଥା ମକା ମିଶନ ଚଳାଉଛି, ସେ ମଧ୍ୟ ତାଙ୍କର ଯେଉଁ ଜୋନାଲ ମ୍ୟାନେଜର ଜୋନାଲ କୋଅର୍ଡିନେଟର ଯେ ସେ ବି ଆସିଛନ୍ତି। ତା ସହିତ ଆମେ ଯେଉଁ 30 ଜଣ ଚାଷୀକୁ ବାଛିଛୁ, ମାନେ ଯେଉଁମାନେ କି ଗାଁ ଗହଳିରେ ଯାଇକି ବା ସେମାନଙ୍କ ସେମାନେ ଚାଷ କରିବେ, ତା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହନ ବୁଝେଇବେ। ତ ସେଇ ଚାଷୀମାନଙ୍କଠୁ ଆମେ ଆଶା କରୁଛୁ ଯେ ସେମାନେ ଯାଇକି ବୁଝେଇବେ ଏବଂ ଆମର ଯେଉଁ ଲକ୍ଷ୍ୟ ଅଛି ଯେ ମକା ଚାଷ ଉଚ୍ଚା ଜମି ବହୁତ ପଡ଼ିଛି, ମକା ଚାଷ ଲୋକ ଧୀରେ ଧୀରେ କମେଇ ଦେଇଛନ୍ତି ବା କରୁନାହାନ୍ତି। ମକା ଚାଷ କେମିତି ବଢ଼ିବ, ଲୋକଙ୍କର ଆୟ ବଢ଼ିବ ଏବଂ ମକାର ଯେଉଁ ଅଲ୍ଟରନେଟିଭ୍ ୟୁଜ୍ ଅଛି ତାକୁ ମଧ୍ୟ ସେମାନେ ଶିଖିବେ, ଯାହାଫଳରେ କି ମକା ଚାଷର ଆଗ୍ରହ ବଢ଼ିବ ଏବଂ ଲୋକ ଲାଭବାନ ହେବେ। ଉଦ୍ଦେଶ୍ୟ ହେଉଛି ଲୋକଙ୍କର ଜମି କଭର ହେବ, ଦେଶର ମାନେ ପ୍ରଡକ୍ସନ ବଢ଼ିବ ଏବଂ ଲୋକଙ୍କର ଆର୍ଥିକ ଉନ୍ନତି ବଢ଼ିବ। ଧନ୍ୟବାଦ।